ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ବେଲପଡ଼ା ସ୍ଥିତ ଲିଙ୍ଗରାଜ ନାଗଙ୍କ ଘରେ ଗୁରୁବାର ଦିନ ଦ୍ୱିପ୍ରହରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ସେହି ସମୟରେ ଘରେ କେହି ନଥିବା ବେଳେ ଏହି ଘଟଣା ଘଟିଥିଲା। ନିଆଁର ବେଗ ଏତେ ତୀବ୍ର ଥିଲା ଯେ ଅଳ୍ପ ସମୟ ମଧ୍ୟରେ କାଠ ବାକ୍ସ, ଆଲମାରୀ, ପଲଙ୍କ, ସିଲେଇ ମେସିନ୍, କୁଲର, ଦାମୀ ଶାଢ଼ୀ, ପୋଷାକ ସହ ଅନେକ ଘରୋଇ ଉପକରଣ ସାମଗ୍ରୀ ପୋଡ଼ି ଯାଇଥିଲା। ନିଆଁକୁ ଲିଭାଇବାକୁ ସ୍ଥାନୀୟ କିଛି ଯୁବକଙ୍କ ଚେଷ୍ଟା ସତ୍ତ୍ୱେ ଅନେକ ନଷ୍ଟ ହୋଇସାରିଥିଲା। ଦମକଳ ପହଞ୍ଚିଲା ବେଳକୁ ସ୍ଥାନୀୟ ଯୁବକମାନେ ନିଆଁକୁ ଆୟତ୍ତ କରିପାରିଥିଲେ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି। ଘରେ ନିଆଁ ଲାଗିବା ଦ୍ୱାରା 2 ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ଶ୍ରୀ ନାଗ କହିବା ସହ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। କଳାହାଣ୍ଡିରୁ ଡମ୍ବରୁଧର ଭୋଇଙ୍କ ରିପୋର୍ଟ, ବିଇ ନ୍ୟୁଜ ଓଡ଼ିଶା।